ନମସ୍କାର, ମୁଁ ହର୍ଷ ପରିଛା ମୋର ୟୁଟ୍ୟୁବ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। এই ଭିଡିଓରେ ଆମେ ଏକ ଦୁଃଖଦ ବିଷୟ ଆଲୋଚନା କରିବା, ଯାହାକି ବନ୍ୟା ପ୍ରଭାବିତ ଅଞ୍ଚଳରେ ଗୁଡାଏ ଅଭାବ ସୁବିଧା ଅନାଟନ ଚାଲିଛି। କିନ୍ତୁ ତା ପୂର୍ବରୁ ମୁଁ ଆପଣମାନଙ୍କୁ ଗୋଟିଏ ବିଷୟ ଅନୁରୋଧ କରିବି ଆଜ୍ଞା। ବିଷୟବସ୍ତୁକୁ ଯିବା ପୂର୍ବରୁ ଭିଡିଓଟିକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖିବେ ଏବଂ ଲାଇକ୍ ସେୟାର ସବସ୍କ୍ରାଇବ କରିବେ। ସବସ୍କ୍ରାଇବ କରିବାକୁ ଭୁଲିବେ ନାହିଁ, କାରଣ ଆପଣମାନଙ୍କର ଗୋଟେ ଗୋଟେ ସବସ୍କ୍ରାଇବ ଆମକୁ ଗୋଟେ ଜୀବନ ଦେଲା ଭଳି ଲାଗୁଛି। ନୂଆ ଭିଡିଓ କରିବା ପାଇଁ ଗୋଟେ ଇନ୍ସପିରେସନ ଲାଗୁଛି, ଗୋଟେ ଇନ୍ଥୁସିଜମ ବା ଗୋଟେ ପ୍ରୋତ୍ସାହନ ଆସୁଛି, ଯୋଉଟା କି ନୂଆ ନୂଆ ଭିଡିଓ ଆପଣମାନଙ୍କ ପାଖକୁ ଆଣିବା ପାଇଁ। ତେଣୁ ମୁଁ ଆପଣମାନଙ୍କୁ ରିକ୍ୱେଷ୍ଟ କରୁଛି, ଭିଡିଓ ଦେଖିଲା ପରେ ଆପଣମାନେ ସବସ୍କ୍ରାଇବ କରିବେ। ତା ବାଦେ ଆପଣଙ୍କର ନୂଆ ନୂଆ ଭିଡିଓ ଅଛି ଯୋଉଟା ଆପଣମାନେ ପାଇପାରିବେ ଅଟୋମେଟିକାଲି ସବସ୍କ୍ରାଇବ କରିଥିଲେ। ତେଣୁ ମୁଁ ଆପଣଙ୍କୁ ରିକ୍ୱେଷ୍ଟ କରୁଛି, ଟିକେ ସବସ୍କ୍ରାଇବ କରିବେ। ତେବେ ଚାଲନ୍ତୁ ଆଜିର ବିଷୟବସ୍ତୁକୁ ଯିବା। ଅ, ଆମର ଭାରତର ପାଣିପାଗ ଅନୁସାରେ ବିଭିନ୍ନ ଜାଗାରେ ପ୍ରବଳ ମାତ୍ରାରେ ବର୍ଷା ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଉତ୍ତରପ୍ରଦେଶର ଲକ୍ଷ୍ନୌରେ ପ୍ରବଳ ମାତ୍ରାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଥିବା ହେତୁ ବନ୍ୟା ବିତ୍ପାତ କରୁଛି। ତ 17 ଜିଲ୍ଲାରେ ପ୍ରଭାବିତ ଅଛନ୍ତି। 12 ଜିଲ୍ଲାରେ 11 ଜଣିଆ ମନ୍ତ୍ରୀ ଦଳ ଗଠନ କରି ମୁତୟନ କରୁଛନ୍ତି, ତାର ତଦାରଖ କରୁଛନ୍ତି। ଏବଂ 24 ଘଣ୍ଟା ଭିତରେ ବର୍ତ୍ତମାନ ସୁଦ୍ଧା ଯାହା ଅ, ଖବର ଅଛି ଯେ 12 ଜଣଙ୍କର ମୃତ୍ୟୁ ହୋଇଯାଇଛି। ଏବଂ ବର୍ତ୍ତମାନ ସୁଦ୍ଧା ଆପଣମାନଙ୍କର 342ଟି ଗ୍ରାମରେ ଆପଣମାନଙ୍କର ରିଲିଫ ଯୋଗାଇବା ପାଇଁ ସରକାର ବିଭିନ୍ନ ସ୍ତରରେ ଆରମ୍ଭ କରିଛନ୍ତି ଏବଂ ରିଲିଫ ମଧ୍ୟ ଯୋଗାଇ ଆସୁଛନ୍ତି। ଏହି ପରିପ୍ରେକ୍ଷୀରେ ଯୋଉ 12ଟି ଜିଲ୍ଲାରେ ଆପଣମାନଙ୍କର 11 ଜଣିଆ ମନ୍ତ୍ରୀଙ୍କୁ ମୁତୟନ କରିଛନ୍ତି, ସେମାନଙ୍କୁ ସେଠିକାର ଆମର ମନ୍ତ୍ରୀ ଚିଫ ମିନିଷ୍ଟର ଯିଏ ଅଛନ୍ତି ଯୋଗୀ ଆଦିତ୍ୟନାଥ, ସେ କଡା ନିର୍ଦ୍ଦେଶ ଦେଇଛନ୍ତି ଯୋଉ ପର୍ଯ୍ୟନ୍ତ ଯୋଉ ଲୋକମାନେ ପ୍ରଭାବିତ ଅଛନ୍ତି ବନ୍ୟାରେ, ସେମାନେ ଯୋଉ ପର୍ଯ୍ୟନ୍ତ ସୁଧାର ଆସିନି ସେ ପର୍ଯ୍ୟନ୍ତ ସମସ୍ତ ମନ୍ତ୍ରୀ ଏବଂ ସମସ୍ତ ଅ, ଆପଣଙ୍କର ଏମଏଲଏ ଯୋଉଟା କି ପ୍ରତିନିଧି ମାନେ ସମସ୍ତେ ନିରୀକ୍ଷଣ କରି ରହିବେ ଏବଂ ସମସ୍ତ କାର୍ଯ୍ୟରେ ସମ୍ପୃକ୍ତ ରହିବେ। ତାହା ଏବଂ ଏହି ପରିପ୍ରେକ୍ଷୀରେ ୟୁପିରେ ସମ୍ପୂର୍ଣ୍ଣ ମାତ୍ରାରେ ସ୍କୁଲ ଗୁଡ଼ିକକୁ ସବୁ ବନ୍ଦ କରି ଦିଆଯାଇଛି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ। ତେଣୁ ଏହି ପରିପ୍ରେକ୍ଷୀରେ ଯୋଉ ସବୁ ଅଘଟଣ ମାନ ଘଟୁଛି, ବିଶେଷ କରି ଗୋଟେ ହୃଦୟ ବିଦାରକ ଘଟଣା ଉପରେ ଆମେ ଆଲୋଚନା କରିବା। କାରଣ ଏହା ଦିଲ୍ଲୀର ଏବେ ଲଗାଣ ବର୍ଷା ହୋଇଛି। ଏହି ଲଗାଣ ବର୍ଷା ଯୋଗୁ ଆପଣଙ୍କର ବିଭିନ୍ନ ଜାଗାରେ, ବିଶେଷ କରି ବାରାଣସୀ, ଆଗ୍ରା, औरैया, चित्रकूट, फतेहपुर, बालिया, बांदा, गाजीपुर, मिर्जापुर, प्रयागराज, चौंदली, कोलोनी, कानपुर, ହେତତ, ହମିରପୁର ଏବଂ ଇଟାୱା ସମେତ ଏଇଭଳି ବିଭିନ୍ନ ଜିଲ୍ଲାରେ ଆପଣମାନଙ୍କର ବନ୍ୟା ବ୍ୟୁତ୍ପାତ ଚାଲିଛି। ପ୍ରବଳ ଜଳ ମାନେ ବନ୍ୟା ଜଳରେ ସମସ୍ତେ ହନ୍ତସନ୍ତ ହେଇଗଲେଣି। ଏହି ପରିପ୍ରେକ୍ଷୀରେ ପ୍ରୟାଗରାଜରେ ଗୋଟେ ବିରଳ ଘଟଣା ଦେଖିବାକୁ ପାଇଛୁ। କାରଣ ନିଜର ଅତି ଛୋଟ ଛୁଆ, ଅତି କହିବାକୁ ଗଲେ ଆପଣଙ୍କ 6-7 ମାସର ଗୋଟେ ଛୋଟ ଛୁଆକୁ ବଞ୍ଚିବାକୁ ଯାଇ ନିଜ ବାପା ମା ସେମାନେ ଛୁଆଟିକୁ ହାତରେ ଧରି, ଆପଣ ମାନେ ଦେଖିଥିବେ ଯୋଉଟା କି ଆପଣଙ୍କର ତେଲୁଗୁ ଫିଲ୍ମରେ ଯୋଉଟା ହେଇଥିଲା, ସେ ଫିଲ୍ମ ହାତରେ ଛୁଆଟିକୁ ଧରିକି ପାଣିରୁ ଏ ପାଖରୁ ସେ ପାଖକୁ ଯାଇଛନ୍ତି ବା ନଦୀରୁ ଏ ପାଖରୁ ସେ ପାଖକୁ ଯାଇଛନ୍ତି। ଠିକ ସେଇଭଳି ଯେ ପ୍ରକୃତ ଘଟଣା ଘଟି ଯାଇଛି ପ୍ରୟାଗରାଜରେ। ନିଜର ବାପା ମା ଛୁଆଟିକୁ ବଞ୍ଚେଇବା ପାଇଁ ଅଣ୍ଟାଏ ପାଣିରେ ବୁଡି ସେମାନେ ଛୁଆଟିକୁ ଉପରେ ଧରି ବହୁତ ଯତ୍ନ ସହକାରେ ଏ ପାରିରୁ ଆର ପାରିକି ହଉଛନ୍ତି, ଯୋଉଟା କି ବହୁତ ହୃଦୟ ବିଦାରକ। ଆପଣ ମାନେ ଏଇ ଥମ୍ବନେଲ ରୁ ଜାଣିପାରୁଥିବେ ବା ମୁଁ ମଧ୍ୟ ଦେଇଛି ଏ ଥମ୍ବନେଲ ରେ ତାର ଚିତ୍ର। ଏ ଥମ୍ବନେଲ ରୁ ମଧ୍ୟ ଆପଣ ଦେଖିପାରୁଥିବେ, ଯୋଉଟା କି ବହୁତ ହୃଦୟ ବିଦାରକ ବିଷୟବସ୍ତୁ। ଏବଂ ବର୍ତ୍ତମାନ ସୁଦ୍ଧା ପ୍ରୟାଗରାଜରେ ଯୋଉ ବର୍ଷାର ଲଗାଣ ବର୍ଷା ଚାଲିଛି, ସେଥିରେ କୌଣସି ସୁଧାର ଆସିନାହିଁ। ଯୋଉଟା କି ଆପଣଙ୍କର ଗଙ୍ଗା ନଦୀ ବିପଦ ସଂକେତରୁ ଅଧିକ ମାତ୍ରାରେ ବଢି ଚାଲିଛି। ଏଇଭଳି ଭାବରେ ବନ୍ୟା ବିତ୍ପାତ ଚାଲିଛି ବର୍ତ୍ତମାନ। ବିଶେଷ କରି ପ୍ରଭାବିତ ଅଞ୍ଚଳ ଅଛି ଆପଣଙ୍କର ଉତ୍ତରପ୍ରଦେଶ। ତ এইଭଳି ଭାବରେ ଯୋଉ ବନ୍ୟା ଚାଲି ରହିଛି, ଏହି ସମୟରେ ସରକାର ବା ସିଟିଜେନ ସଚେତନ ରହିବା ଦରକାର। ପାଣି ପିଇବା ପାଇଁ ବା ଖାଇବା ଖାଦ୍ୟ ଉପରେ, ଶୁଖିଲା ଖାଦ୍ୟ ଉପରେ ଗୁରୁତ୍ୱ ଦେବା ଦରକାର ସରକାର। ଏବଂ ତାହା ମଧ୍ୟ ଦଉଛନ୍ତି ଯୋଗୀ ଆଦିତ୍ୟନାଥ, ଯିଏକି ସିଏମ ଅଛନ୍ତି ଆପଣଙ୍କର ଉତ୍ତରପ୍ରଦେଶର। ସେ ବହୁତ ଚେଷ୍ଟା କରୁଛନ୍ତି ଏ କାର୍ଯ୍ୟକ୍ରମକୁ ଭଲ ଭାବରେ ସୁଚାରୁ ରୂପେ, ଯେମିତି କୌଣସି ଲୋକ ଜିରୋ କାଜୁଆଲିଟି ହେବା ପାଇଁ। କିନ୍ତୁ ଜିରୋ କାଜୁଆଲିଟି ତ କହିପାରିବେନି, କାରଣ ବର୍ତ୍ତମାନ ସୁଦ୍ଧା ଆପଣମାନଙ୍କର 12 ଜଣ ମୃତ୍ୟୁ ହୋଇସାରିଲେଣି ଏବଂ ଆଶା କରାଯାଉଛି ଯେ ଆଗକୁ ଆଉ ମୃତ୍ୟୁ ସଂଖ୍ୟା ବଢିପାରେ। ଏହି ପରିପ୍ରେକ୍ଷୀରେ ମୁଁ ଜନସାଧାରଣଙ୍କୁ ଅନୁରୋଧ କରିବି ଯେ ଦୟା, ଯୋଉମାନେ ଦୟା ଅଛି ବା ଯୋଉମାନଙ୍କର ହୃଦୟ ଅଛି, ସେମାନେ ଏଇ ସମସ୍ତ ବ୍ୟକ୍ତି ମାନଙ୍କ ପାଇଁ କିଛି କିଛି ସାହାଯ୍ୟ ବି କରିପାରିବେ। ଯୋଉଟା କି ଆପଣମାନଙ୍କର ଜିଲ୍ଲା ଯୋଉ ଫୋନ ନମ୍ବର ଦିଆଯାଇଛି ବା ହେଲ୍ପଲାଇନ ନମ୍ବର ଦିଆଯାଇଛି, ହେଲ୍ପଲାଇନ ନମ୍ବର ଜରିଆରେ ସେମାନଙ୍କୁ କେମିତି ସାହାଯ୍ୟ କରାଯାଇପାରେ ସେ ଉପରେ ମଧ୍ୟ ମନ୍ତବ୍ୟ ରଖିପାରିବେ। ତ ଭିଡିଓ ଦେଖିଥିବା ହେତୁ ମୁଁ ଆପଣମାନଙ୍କୁ ଧନ୍ୟବାଦ ଦଉଛି ଏବଂ ଲାଇକ୍ ସେୟାର ସବସ୍କ୍ରାଇବ କରିବେ। ଥ୍ୟାଙ୍କ ୟୁ ସୋ ମଚ୍।
ନମସ୍କାର।